guys, good morning. Welcome back to my new mini vlog. आज कल तो मुझे आती थी आता सहित मैच मैचिंग करके ड्रेस टे पिंधि देतिर आ एठी मछ स्टाइल मछ आमु टिके ता पछ पटे रही एमति तार बिहेवियर माने कैप्चर करछु मोबाइल रे कारण ए बेलो पहिले आ आछिबो नै ए कैप्चर करिबा बेलो ठीक कारण जे बडा जाइतो सकाळ जळी खेलता दही बरा ता सहित सजन को टिफिन देला भात और भात ता सहित अंडा तरकारी काकुड़ी खटा सेव बस एते ही सकाळ करथिला तो पैकिंग करथिला तो साको बिदा करछला परे माका मोर टिके इपि करी खाइ दिथिलु ता सहित देला दही बरा आमु एठी दही बरा खाउथि आमु छि ओठी आज एठी स्माइल करता कैमरा मोड को बुले देला को मैडम तार कैमरा देखि भागिस माने दौड़ी पळै जाता ता सहित तार पोस्ट खाଇବା टाइम ହେଇଥିଲା ତ ମଗାନ ଜୁସ୍ ପିଉଥିଲା କିଛି ଏମିତି କଥା ଆପଣଙ୍କ ସହିତ ସେୟାର କରୁଛି ସଫଳତାର ରହସ୍ୟ ସଫଳତା କେବେ ଗୋଟିଏ ଦିନରେ ମିଳେ ନାହିଁ ପ୍ରତ୍ୟେକ ଦିନ ଛୋଟ ଛୋଟ ପରିଶ୍ରମ ମିଶିକି ଏକ ଦିନ ବଡ ଜିତ ହୋଇଥାଏ ତେଣୁ କଷ୍ଟକୁ ଭୟ କରନି କାରଣ କଷ୍ଟ ହିଁ ତୁମକୁ ଶକ୍ତିଶାଳୀ କରେ ସଫଳତାର କେବେ ହଠାତ୍ ମିଳେନି ଏହା ନିରନ୍ତର ପରିଶ୍ରମ ଧୈର୍ଯ୍ୟର ଫଳ ସ୍ୱପ୍ନକୁ ସତ୍ୟ କରିବା ପାଇଁ ଆତ୍ମବିଶ୍ୱାସ ଓ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି ବିଫଳତା ହେଉଛି ସଫଳତାର ପ୍ରଥମ ପାହାଚ ଏଥିରୁ ଶିଖି ଆଗକୁ ବଢିବା ଦରକାର ଯେ ସମୟକୁ ମୂଲ୍ୟ ବୁଝେ ସଫଳତା ସେହି ବ୍ୟକ୍ତିଙ୍କର ପାଦ ଚୁମେ ଲକ୍ଷ୍ୟ ସ୍ପଷ୍ଟ ଥିଲେ ଓ ମନୋବଳ ଦୃଢ ଥିଲେ ସଫଳତା ନିଶ୍ଚିତ ମିଳିବ ସଫଳ ଲୋକମାନେ ସୁଯୋଗ ଅପେକ୍ଷା କରନ୍ତି ନାହିଁ ସେମାନେ ସୁଯୋଗ ସୃଷ୍ଟି କରନ୍ତି ସଫଳତା ସେମାନଙ୍କୁ ମିଳେ ଯେଉଁମାନେ ଚ୍ୟାଲେଞ୍ଜକୁ ସୁଯୋଗ ପରିଣତ କରନ୍ତି ସଫଳତାର ପଥ ସହଜ ନୁହେଁ କିନ୍ତୁ ଦୃଢ ସଂକଳ୍ପ ଏହାକୁ ସମ୍ବଳ କରେ ତ ସ୍ୱପ୍ନ ଦେଖନ୍ତୁ କଠିନ ପରିଶ୍ରମ କରନ୍ତୁ ସଫଳତା ନିଶ୍ଚୟ ଆସିବ ହାର ମାନିବା ନୁହେଁ ପୁଣି ଥରେ ଚେଷ୍ଟା କରିବା ହିଁ ସଫଳତାର ମୂଳ ମନ୍ତ୍ର ନିଜ ଉପରେ ବିଶ୍ୱାସ ରଖନ୍ତୁ କାରଣ ସଫଳତାର ପ୍ରଥମ ମନର ଜନ୍ମ ନେଇଥାଏ ପରିଶ୍ରମର ବିକଳ୍ପ ନାହିଁ ଏହା ହିଁ ସଫଳତାର ସବୁଠାରୁ ବଡ ରହସ୍ୟ ମୋ ଉପରେ ଛିଟକି ପଡିବ ବୋଲି ମାଛ ଘୁରି ଦେଖି ମୁଁ ଦୌଡ଼ିକି ପଳେଇ ଯାଇଥିଲି ଆଉ ଏଠି ଆସି ଦେଖିଲା ମାଛ ଥର ଏମିତି ଫୁଟ ଫୁଟ ହଉଛି ଖାଲି ଭାଜି ହଉଛି ତା ସହିତ ଭାଜି ଦେଇଥିଲି ଭେଣ୍ଡି ଆଉ ତା ସହିତ ଝିଅ ଅଣ୍ଡା ସିଝେଇ ଦେଇଥିଲି ଯେହେତୁ ତାର ଆଜି ବାର ଅଛି ତ ତା ପାଇଁ ଅଣ୍ଡା ସିଝେଇ ତାର ଅଣ୍ଡା ବେଷ୍ଟ ତ ଏଠି ମାଛ ଟିକେ କିଲୋ ହେଇଯାଇଥିଲୁ କାରଣ ଝିଅ ଯେହେତୁ ଖାଇଥିଲା ତ ଖାଇସାରିଲା ପରେ ମାମା ଟିକେ ପ୍ୟାର କରିଦେଇଥିଲେ ଦେଖିବା ଦେଖି ସ୍ମାଇଲ ତାର ଆଉ ମତେ ବି ଗୋଟେ ପା ଦେଇଥିଲା ଆଉ ମାଛ ଟିକେ ଗେଲ ହେଇସାରିଲା ପରେ ତାକୁ ଘରେ ଟିକେ ଦେଖିଲୁ ଯୋଉ କ୍ୟାମେରା ଗୋଟେ ପା ଦେଇଥିଲୁ ଆଉ ହିନ୍ଦୀ ତାକୁ ଚୁଡ଼ି ପରେ ଗଲାକୁ ବୁଝି ପଡିଲା ତା ସହିତ ଏଠି ତାକୁ ଶୋଇ ଦେଇଥିଲି ସେ ଶୋଇ ସାରିଲା ପରେ ଆମେ ପଖାଳ ପାଣି ଯେହେତୁ ଖାଇବୁ ତ ଆମେ ପଖାଳ ପାଣି ଖାଇବାର ବ୍ୟବସ୍ଥା ହେଇଯାଇଥିଲା ତ ଏଠି ସବୁ ଆଣିକି ଥୋଇ ଦେଇଥିଲି ମାଛ ଭଜା ପଖାଳ ଭାତ ଆଉ ଚକଡ଼ା ଚକଡ଼ି ପାଗ ଷ୍ଟାର୍ଟ କରିଦେଇଥିଲି ଆଉ ମୁଁ ମୋର ଜଏନ୍ କରିଦେଇଥିଲି ତ ଏଠି ଖିଆ ସାରିଲା ପରେ ଏଠି ପ୍ଲେୟାରଟି ବନେଇ ଦେଇଥିଲି ଷ୍ଟୋଭ ଟି ବନେଇ ସାରିଲା ପରେ ଏହା ରାତିର ଦୃଶ୍ୟ ଦେଖନ୍ତୁ ପୂଜା ପାଠ ସାରିକି ଆସିଲା ପରେ ମୋ ମାମାର ଏଠି ଦିପଟେ ଚୁଟି ବାନ୍ଧି ଦେଇଥିଲି ଆଉ ମୋ ମାମାର କେତେ ଖୁସି ହଉଛି ଫିଙ୍ଗର ଏମିତି ଗଣୁଛି ତା ସହିତ ମତେ ଏମିତି ଫିଙ୍ଗରକୁ ଦେଖୁଛି ଆଉ ମୁଁ କହିବାରୁ କହୁଛି ମାମା ଦେଖ ମୁଁ ଟୁ କରିଛି ଆଉ କହିବାରୁ ଟିକେ ପା ବି ମଧ୍ୟ ଦେଇଦେଇଥିଲା ତା ସହିତ ଏଠି ଇଭିନିଂ ହେଇଯାଇଥିଲା ଯେହେତୁ ମାନେ ସନ୍ଧ୍ୟା ଟିକେ ପାଟିରେ ଟିକେ ପକେଇ ଦେଇଥିଲୁ ଇଆଡୁ ଖାଇବା ବାଦାମ ଟିକେ ଖାଇ ଦେଇଥିଲି ଆଉ ତା ସହିତ ରୁଟି ବନେଇଥିଲି ଆଉ ପ୍ରେସରରେ ଏମିତି ଅଣ୍ଡାଟି ସିଝେଇ ଏମିତି ପ୍ରେସର ଅଣ୍ଡା ସିଝିଲେ ଜଲ୍ଦି ସିଝିଯିବ ତା ସହିତ ଗ୍ୟାସ୍ ବି ମଧ୍ୟ ବଞ୍ଚିଯିବ ତା ସହିତ ଏଠି ହଜବେଣ୍ଡ ନେଇ ଆସିଥିଲେ ଚିଲି ଚିଲି ତା ସହିତ ଏଠି ଭିଡ଼ିଓ କରିବାକୁ ଆମେ ପଳେଇ ଆସିଥିଲୁ ମାଛ ମିଶିକି ତୁମେ ଦେଖିବା ଆରମ୍ଭ ସେଥିପାଇଁ ପରିଶ୍ରମ କରିବା ସଫଳତାର ରହସ୍ୟ ତ ଆଜି ସେ ଜାଣିଥିବା କଥା ଆମ ଝିଅକୁ ଯାହା ଯାହା କହୁଛି ମୁଁ ସେ କରୁଛି ଆମେ ଲାଷ୍ଟ ଯାକେ ନିଶ୍ଚୟ ଦେଖିବୁ ଭିଡ଼ିଓ କାରଣ ଲାଷ୍ଟରେ ମଝିରେ କିଛି କଥା ଥିଲା ତା ସହିତ ଏଠି ଭିଡ଼ିଓ କରିଦେଉଛି ରହିଲେ ନମସ୍କାର ପାଖରେ କାଲି ପାଇଯାଉଛି ନା ତା ଶୁଭରାତ୍ରି ଦେଖାବ ନେକ୍ସଟ ଭିଡ଼ିଓରେ ବାଏ।